ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ମୋର ନମସ୍କାର। ମୋର ପ୍ରିୟର ବନ୍ଧୁଗଣ, ପବିତ୍ର ବାଇବଲରେ ଲେଖାଯାଏ, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ମୋର ପ୍ରିୟର ବନ୍ଧୁଗଣ, ଆଜି ଆମେ ଆଲୋଚନା କରିବା ଯେଉଁ ବାପା ମା ଆମମାନଙ୍କୁ ଜନ୍ମ କରି ଛୋଟରୁ ବଡ଼ ପର୍ଯ୍ୟନ୍ତ ଆମର ଯତ୍ନ ନିଅନ୍ତି, ସେହି ବାପା ମାଆଙ୍କ ବୃଦ୍ଧା ଅବସ୍ଥା ସମୟରେ ସେମାନଙ୍କର ସନ୍ତାନ ହିସାବରେ ସେମାନଙ୍କୁ ଯଦି ଯତ୍ନ ନ ନେବା, ତାହାଠାରୁ ଅଧିକ ଦୁଃଖର ବିଷୟ କ'ଣ ବା ହୋଇନପାରେ। ତାହା ଗୋଟିଏ ଆମମାନଙ୍କ ନିମନ୍ତେ ଅଭିଶାପର ବିଷୟ। ତେଣୁ ଏହି କଥାକୁ ବା ଏହି ବିଷୟକୁ ଆମେମାନେ ମନେ ରଖିବା ଉଚିତ। ଦିନେ ଗୋଟିଏ ବୃଦ୍ଧା ଅବସ୍ଥାରେ ଥିବା ବାପା ମା ସହରରେ ଚାକିରି କରି ରହିଥିବା ତାଙ୍କ ପୁଅଙ୍କୁ ଫୋନ୍ କରି କହିଲେ ଯେ, ପୁଅରେ, ବର୍ତ୍ତମାନ ଆମର ଶରୀର ଅସୁସ୍ଥ ଅବସ୍ଥାରେ ଅଛୁ, ତେଣୁକରି ଆମ୍ଭେମାନେ ସହରରେ ଆସି ତୁମରି ସାହାରାରେ ରହିବୁ ବୋଲି ତାଙ୍କ ପୁଅଙ୍କ ନିକଟକୁ ଫୋନ୍ କରି କହିଲେ। କାରଣ ଆମର ଏହି ବୃଦ୍ଧାବୃଦ୍ଧି ଅବସ୍ଥା ସମୟରେ କେବଳ ଏକମାତ୍ର ପୁଅ ତୁ ହିଁ ଆମର ସାହା ଭରସା ବୋଲି ସେମାନଙ୍କୁ ତାଙ୍କ ପୁଅଙ୍କ ନିକଟକୁ ଫୋନ୍ କରିକି କହିଲେ। ସେତେବେଳେ ତାଙ୍କ ପୁଅ ଯାଇ ତାଙ୍କ ସ୍ତ୍ରୀଙ୍କୁ ଅନୁମତି ମାଗୁଛି, ମୋର ବାପା ମା ବୃଦ୍ଧା ଅବସ୍ଥାରେ ଆସିଲେଣି, ତେଣୁ ସେମାନେ ମୋତେ ଫୋନ୍ କରି କହିଲେ ଆମେ ବର୍ତ୍ତମାନ ବୃଦ୍ଧା ଅବସ୍ଥା ଗଲୁଣୁ, ତେଣୁ ଆମେ ତୁମ ସହିତ ରହିବୁ ବୋଲି କହିଲେ। ତୁମେ କ'ଣ କହୁଛ? କିନ୍ତୁ ତାଙ୍କ ସ୍ତ୍ରୀ ସିଧା ସିଧା ମନା କରି କହିଲେ ଯେ, ତୁମ ବାପା ମା ଆମମାନଙ୍କ ସହିତ କେବେ ରହିପାରିବେ ନାହିଁ। ପୁନର୍ବାର ତାଙ୍କ ସ୍ତ୍ରୀଙ୍କୁ ବୁଝାଇ ପଚାରିଲେ, କ'ଣ ପାଇଁ ମନା କରୁଅଛ ବାପା ମାଆଙ୍କୁ ଆସିବାକୁ? ଯଦି ମୁଁ ଭଲ ଚାକିରି କରିଛି, ତାହେଲେ ସେହି ବାପା ମାଆଙ୍କ ପାଇଁ। ଚାକିରି କରି ଆଜି ଆମେ ଭଲ ଘର ଏବଂ ଭଲ ଖାଇବା ପୁଣି ପିନ୍ଧିବା ପାଇପାରୁଛୁ। ଏହି ସମସ୍ତ ବିଷୟ ପଛରେ ସେହି ବାପା ମାଆଙ୍କ ପରିଶ୍ରମ ଏବଂ ତାଙ୍କ ଆଶୀର୍ବାଦ ରହିଛି। ତେଣୁ ଏହି ବୃଦ୍ଧାବୃଦ୍ଧି ସମୟରେ ଯଦି ଆମେ ତାହାଙ୍କର ସାହାରା ହେବା ନାହିଁ, ତାହେଲେ ସେମାନେ ରହିବେ କେଉଁଠି? ଏହି ପ୍ରକାର ଯେତେବେଳେ ବୁଝାଇଲେ, ସେତେବେଳେ ତାଙ୍କ ସ୍ତ୍ରୀ ବହୁତ କଷ୍ଟରେ ରାଜି ହେଲେ। କିନ୍ତୁ ତାଙ୍କ ସ୍ତ୍ରୀ ଗୋଟିଏ ସର୍ତ୍ତ ରଖି ରାଜି ହେଲେ। ତା କ'ଣ ନା, ତୁମ ବାପା ମାଆଙ୍କୁ ଯେତେବେଳେ ଆସିବାକୁ କହୁଛ, ଠିକ୍ ଅଛି, ସେମାନଙ୍କୁ ଆସିବାକୁ ଦିଅନ୍ତୁ, କିନ୍ତୁ ସେମାନେ ଏହି ଘର ଭିତରେ ଆମ ସହିତ ରହିପାରିବେ ନାହିଁ, କାରଣ ସେମାନଙ୍କ ସହିତ ମୁଁ ରହିବାକୁ ଚାହେଁ ନାହିଁ ବୋଲି ତାଙ୍କ ସ୍ତ୍ରୀ କହିଲେ। ତେଣୁ ସେମାନେ ଯଦି ଆସିବେ, ତାହେଲେ ସେମାନଙ୍କ ନିମନ୍ତେ ଘର ବାହାରେ ଗୋଟିଏ କୁଡ଼ିଆ ଘର କରି ସେମାନଙ୍କୁ ସେଠାରେ ରହିବାକୁ ଦିଅ ବୋଲି କହିଲେ। ଠିକ୍ ସେହି ପ୍ରକାର ତାଙ୍କ ସ୍ତ୍ରୀଙ୍କ ସର୍ତ୍ତରେ ରାଜି ହୋଇ ଜନ୍ମ କରିଥିବା ବାପା ମାଆଙ୍କୁ ପାଖରେ ରଖି ଦେଖିବା ପାଇଁ ସେମାନଙ୍କ ପୁଅ ସେମାନଙ୍କୁ ସହରକୁ ଡାକିଲେ। କିନ୍ତୁ ତାଙ୍କ ସ୍ତ୍ରୀ ଯେଉଁ କଥା କହିଥିଲେ, ସେହିପରି ଘର ବାହାରେ ଗୋଟିଏ ଛୋଟ କୁଡ଼ିଆ କରି ସେଠାରେ ସେମାନଙ୍କୁ ରହିବାକୁ ଦେଲେ। ଏବଂ ତାଙ୍କ ସ୍ତ୍ରୀ ତାହାର ଶାଶୁ ଶ୍ୱଶୁର ଉପରେ ଏତେ ଘୃଣା ଥିଲା ଯେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେଲେ। କିନ୍ତୁ କେଉଁଥିରେ ଖାଇବାକୁ ଦେଲେ ନା, ତାଙ୍କ ଘରେ ଗୋଟିଏ କୁକୁର ଥିଲା। ସେହି କୁକୁର ଯେଉଁ ଥାଳିରେ ଖାଇବାକୁ ଦେଇଥିଲେ, ସେହି କୁକୁରରେ ଖାଇଥିବା ଥାଳିରେ ହିଁ ତାଙ୍କ ବୋହୂ ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେଉଥିଲା। ମାନେ ଏତେ ଦୁଃଖର ବିଷୟ ଯେ ନିଜର ଶାଶୁ ଶ୍ୱଶୁରଙ୍କୁ କେଉଁଥିରେ ଖାଇବାକୁ ଦେଉଥିଲେ ନା, କୁକୁର ଯେଉଁ ଥାଳିରେ ଖାଉଥିଲା ସେହି ଥାଳିରେ ହିଁ ନିଜର ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେଉଥିଲେ। ଏମିତି କେତେ ଦିନ ବିତିଗଲା ଉତ୍ତାରେ ଦିନେ କ'ଣ ହେଲା ନା, ଯେଉଁ ଥାଳିରେ ସେମାନଙ୍କୁ ଖାଇବାକୁ ଦେଉଥିଲା ସେହି ଥାଳି ହଠାତ୍ ଦେଖାଯାଇନଥିଲା। ସେତେବେଳେ ତାଙ୍କ ବୋହୂ ସେମାନଙ୍କୁ ଖାଇବାକୁ ଦେବା ପାଇଁ ଥାଳି ଖୋଜୁଥିଲା। ଦେଖା ନ ଯିବାରୁ ତାଙ୍କ ସ୍ୱାମୀଙ୍କୁ କହିଲେ, ଯେଉଁ ଥାଳିରେ ଖାଇବାକୁ ତୁମ ବାପା ମାଆଙ୍କୁ ଖାଇବାକୁ ଦେଉଥିଲି, ସେହି ଥାଳି ସେମାନେ ଲୁଚେଇ ଦେଇଛନ୍ତି। ଆମକୁ କୁକୁର ଖାଇଥିବା ଥାଳିରେ ଖାଇବାକୁ ଦେଉଛନ୍ତି ବୋଲି ସେମାନେ ଲୁଚାଇଲେ। ତେଣୁ ତୁମ ବାପା ମାଆଙ୍କୁ ଯାଇ କୁହ ବୋଲି ତା ସ୍ୱାମୀକୁ ଗାଳି ଦେଇ କହିଲେ। ସେତେବେଳେ ତାଙ୍କ ସ୍ୱାମୀ ରାଗି ଯାଇ ବାପା ମାଆଙ୍କୁ ମାରିବା ପାଇଁ ଗୋଟିଏ ଠେଙ୍ଗା ଧରି ବାହାରିଲେ।
ବାପା ମା ଗାଳି ଦେଇ କହିଲେ, ତୁମମାନଙ୍କୁ ଖାଇବାକୁ ମିଳୁଛି ବୋଲି ତୁମମାନଙ୍କର ଗର୍ବ ଅହଙ୍କାର ବଢ଼ିଯାଇଛି ନା? ତୁମ ବୋଉ ତୁମକୁ ଖାଇବାକୁ ଦେଇଛି, ସେତିକିରେ ସନ୍ତୁଷ୍ଟ ନୁହେଁ ଯେ ତୁମେ ଆଉ ତାଡ଼ି ଲୁଚାଇଲ? ଏହି ପ୍ରକାର ଅନେକ ଗାଳି ଦେଇ ତାଙ୍କ ପୁଅ ବାପା ମାଆଙ୍କୁ ମାରିବାକୁ ବାହାରିଲେ। କିନ୍ତୁ ଠିକ୍ ସେତିକି ବେଳେ ତାଙ୍କର ଗୋଟିଏ 5 ବର୍ଷର ଛୋଟିଆ ପୁଅ ଥିଲା। ସେହି ପିଲା ତାଙ୍କ ବାପାଙ୍କୁ କହୁଛନ୍ତି, ବାପା ବାପା କ'ଣ ହେଲା? କାହିଁକି ଅଜା ଆଈଙ୍କୁ ମାରିବାକୁ ଯାଉଛ? ଏହି ପ୍ରକାର ତା ପୁଅ ତାଙ୍କ ବାପାଙ୍କୁ ପ୍ରଶ୍ନ କରୁଛନ୍ତି। ସେତେବେଳେ ତାଙ୍କ ବାପା କହୁଛି, ପୁଅରେ ତୁ କିଛି ଜାଣିନୁ, ତୋ ଅଜା ଆଈଙ୍କୁ ଆଜି ମୁଁ ମାରିବି, କାରଣ ତୋର ମା ସେମାନଙ୍କୁ ଖାଇବାକୁ ଦେଉଥିଲା। ସେମାନେ କ'ଣ କରିଛନ୍ତି ଜାଣିଛ ନା? ଆମକୁ କୁକୁର ଖାଇଥିବା ପ୍ଲେଟ୍ରେ ଖାଇବାକୁ ଦେଉଛନ୍ତି ବୋଲି ସେମାନେ କ'ଣ କଲେ ନା, ସେଇ ପ୍ଲେଟ୍କୁ ଲୁଚେଇ ଦେଲେ। କିନ୍ତୁ ସେହି ସମୟରେ ତାର ସେଇ 5 ବର୍ଷର ଛୋଟିଆ ପୁଅ କହିଲେ, ବାପା ସେଇ ତାଡ଼ି ଅଜା କିମ୍ବା ଆଈ ଲୁଚେଇ ନାହାନ୍ତି, ମୁଁ ସେଇ ତାଡ଼ି ଲୁଚେଇ ଦେଇଛି। ସେତେବେଳେ ତାହାର ବାପା ପୁଅକୁ ପଚାରୁଛି, ପୁଅରେ ତୁ କାହିଁକି ଲୁଚେଇଛୁ? ସେତେବେଳେ ସେଇ ଛୋଟ ଛୁଆ କହିଲା, ବାପା ଆଜି ଅଜା ଆଉ ଆଈ ବୁଢ଼ାବୁଢ଼ୀ ଉଇଗଲେ ବୋଲି ସେମାନେ ଅଲଗା ରଖି କୁକୁର ଯେଉଁ ତାଳିରେ ଖାଉଛି ସେଇ ତାଳିରେ ତୁମମାନେ ସେମାନଙ୍କୁ ଖାଇବାକୁ ଦେଉଛ। ତେଣୁ ମୁଁ ଯେତେବେଳେ ବଡ଼ ହୋଇ ବାହା ହେବି, ତୁମେମାନେ ଯେତେବେଳେ ଅଜା ଆଈଙ୍କ ପରି ବୁଢ଼ାବୁଢ଼ୀ ହୋଇଯିବ ନା, ସେତେବେଳେ ମୁଁ ମଧ୍ୟ ତୁମମାନଙ୍କୁ ସେଇ କୁକୁର ଖାଇଥିବା ତାଳିରେ ହିଁ ଖାଇବାକୁ ଦେବାକୁ ପଡ଼ିବ। ତେଣୁ ସେଇ ତାଳି ମୁଁ ଆଜି ସାଇତିକି ରଖିବାର ଅଛି। ତେଣୁକରି ମୁଁ ସେଇ ତାଳିକୁ ଲୁଚେଇଲି। କିନ୍ତୁ ଅଜା ଆଈଙ୍କର କୌଣସି ପ୍ରକାର ଦୋଷ ନାହିଁ। 5 ବର୍ଷର ଛୋଟିଆ ପିଲାର ମୁହଁରୁ ଏହି ପ୍ରକାର କଥା ଶୁଣି ମା ଦୌଡ଼ି ଦୌଡ଼ି ଆସି କହିଲେ, ପୁଅରେ ତୁ କ'ଣ ଏହି ପ୍ରକାର କଥା କହିପାରୁଛୁ? ମୁଁ ପରା ତୋତେ 9-10 ମାସ ଗର୍ଭରେ ଧରି ଜନ୍ମ କରିଛି, ଆଉ ଯତ୍ନ କରି ତୋତେ ବଡ଼ କରିଛି। ତୋତେ ଏତେ ସ୍ନେହ କରୁଛୁ, ଭଲ ପାଉଛୁ, ତୁ କ'ଣ ଆମକୁ ସେମିତି କଥା କହୁଛୁ? ସେତେବେଳେ ତାର ପୁଅ ତା ମାଆକୁ କହୁଛି, ହଁ ମା, ତମେ ମୋତେ ଗର୍ଭରେ ଧରି ଜନ୍ମ ଦେଲ, କ୍ଷୀର ଦେଇ ଯତ୍ନ କରି ବଡ଼ କଲ। ଠିକ୍ ସେହି ପ୍ରକାର ବାପାଙ୍କୁ ମଧ୍ୟ ଅଜା ଆଉ ଆଈ ଜନ୍ମ କରି ବଡ଼ କଲେ, ଭଲ ଚାକିରି କରେଇ ଦେଲେ, ଭଲ ମଣିଷ କଲେ। ଛୋଟବେଳେ ତାଙ୍କୁ ମଧ୍ୟ ସ୍ନେହ କଲ, ଭଲ ପାଇଲ, ଯତ୍ନ କଲ। କିନ୍ତୁ ଆଜି ବୁଢ଼ୀ ହୋଇଗଲେ ବୋଲି ତୁମେମାନେ ସେହି ପ୍ରକାର ବ୍ୟବହାର କରୁଛ, ଆଉ ସେମାନଙ୍କୁ କୁକୁର ଯେଉଁଥିରେ ଖାଉଛି ସେଥିରେ ସେମାନଙ୍କୁ ଖାଇବାକୁ ଦେଉଛ। ପୁନର୍ବାର ସେହି ପିଲା ତା ବାପାଙ୍କୁ କହିଲେ, ବାପା ସେଇ ଠେଙ୍ଗାକୁ ମଧ୍ୟ ମୋତେ ଦିଅ, କାରଣ ଏବେଠାରୁ ହିଁ ମୋତେ ମାରିବାର ଅଭ୍ୟାସ କରିବାକୁ ହେବ ନା। ତେଣୁ ମୋତେ ତାଡ଼ି ଏବଂ ଠେଙ୍ଗାକୁ ସାଇତି ରଖିବାକୁ ପଡ଼ିବ। ତାଙ୍କର 5 ବର୍ଷର ଛୋଟ ଶିଶୁ ବା 5 ବର୍ଷର ଛୋଟ ପିଲାଙ୍କ ମୁହଁରୁ ଏହି ପ୍ରକାର କଥା ଶୁଣି ବାପା ମାଆଙ୍କର ଛାତି ଫାଟିଗଲା। ତେଣୁକରି ଆମମାନେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ, ଆଉ ଜାଣିବା ଆବଶ୍ୟକ ଯେ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଆଉ ସେମାନେ ବାପା ମାଆଙ୍କ ପ୍ରତି ଯେଉଁ ପ୍ରକାର ବ୍ୟବହାର କଲେ, ସେମାନଙ୍କ ପ୍ରତି ମଧ୍ୟ ସେହି ପ୍ରକାର ବ୍ୟବହାର କରାଯିବ। ତେଣୁକରି ଆମମାନେ ବୃଦ୍ଧାବସ୍ଥାରେ ଥିବା ବାପା ମାଆଙ୍କୁ ସମାଦର କରିବା, ଯତ୍ନ ନେବା ନିହାତି ଆବଶ୍ୟକ।